ଭାବି ଦେଖନ୍ତୁ ଗୋटे ଦେଶର ପ୍ରତିଟି ଲୋକଙ୍କୁ ଗଣିବା କେତେ ବଡ଼ କାମ। ଆଉ ଯେତେବେଳେ ସେ ଦେଶଟା ଆମ ଭାରତ ଭଳି ବିଶାଳ ହୁଏ ତାହେଲେ ତ କଥା ସରିଲା। ଏହା ଏକ ଅସାଧାରଣ ଚ୍ୟାଲେଞ୍ଜ। ଆଜି ଆମେ ଜାଣିବା କେମିତି ଟେକ୍ନୋଲୋଜି ଏହି ପାହାଡ଼ ଭଳି କାମକୁ ସମ୍ଭବ କରୁଛି ବାସ୍ ଗୋଟିଏ ଟ୍ୟାପ୍ରେ। ସତରେ 140 କୋଟି ଲୋକଙ୍କୁ ଡିଜିଟାଲରେ ଗଣିବା କେମିତି? ଏଇଟା ଖାଲି ଗୋଟେ ପ୍ରଶ୍ନ ନୁହେଁ, ଏହା ଏକ ବିରାଟ ବଡ଼ ଲଜିଷ୍ଟିକାଲ ଚ୍ୟାଲେଞ୍ଜ। ତେବେ ଏଥର କାଗଜପତ୍ରର ପାହାଡ଼ ନୁହେଁ, ବରଂ ସ୍ମାର୍ଟଫୋନ୍ ଆଉ ଆପ୍ ବ୍ୟବହାର କରି ଏହାକୁ କେମିତି ସମ୍ଭବ କରାଯାଉଛି ଚାଲନ୍ତୁ ଦେଖିବା। ଆଜି ଆମେ ଜଣେ ଗଣନାକାରୀଙ୍କର ପୂରା ଯାତ୍ରାକୁ ଦେଖିବା। ପ୍ରଥମେ ତାଙ୍କ ଡିଜିଟାଲ ଟୁଲକିଟ୍ କେମିତି ସେଟଅପ୍ ହେଉଛି, ତାପରେ କ୍ଷେତ୍ର କାର୍ଯ୍ୟ କେମିତି ଆରମ୍ଭ ହେଉଛି ଆଉ ସଠିକ୍ ପ୍ରଶ୍ନ କେମିତି ପଚରାଯାଉଛି। ଏହାପରେ ତଥ୍ୟର ସଠିକତାକୁ ନିଶ୍ଚିତ କରିବା, ସୁପରଭାଇଜରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା କ'ଣ ରହିଛି ଆଉ ଶେଷରେ ସଫଳତା ପାଇଁ କିଛି ମୁଖ୍ୟ ନିୟମ। ଠିକ୍ ଅଛି, ତେବେ ଚାଲନ୍ତୁ ଆରମ୍ଭ କରିବା। ପ୍ରତ୍ୟେକ ଗଣନାକାରୀଙ୍କ ପାଖରେ ଯେଉଁ ମୁଖ୍ୟ ଅସ୍ତ୍ରଟି ଥାଏ ତାହା ହେଉଛି HLO, ମାନେ ହାଉସ୍ ଲିଷ୍ଟିଂ ଅପରେସନ୍ ମୋବାଇଲ୍ ଆପ୍। ଚାଲନ୍ତୁ ଦେଖିବା ଏହାକୁ କାମ ପାଇଁ କେମିତି ପ୍ରସ୍ତୁତ କରାଯାଏ। ଏତେ ଲୋକଙ୍କ ତଥ୍ୟ ସଂଗ୍ରହ କରିବାକୁ ହେଲେ ଆପ୍ଟା ତ ସୁରୁଖୁରୁରେ ଚାଲିବା ଦରକାର, ନୁହେଁ କି? ସେଥିପାଇଁ ପ୍ରତ୍ୟେକ ଗଣନାକାରୀଙ୍କ ଡିଭାଇସ୍ ପାଇଁ କିଛି ନିର୍ଦ୍ଦିଷ୍ଟ ଟେକ୍ନିକାଲ ଆବଶ୍ୟକତା ରହିଛି। ଏହାଦ୍ୱାରା ତଥ୍ୟ ସଠିକ୍ ଆଉ ସୁରକ୍ଷିତ ଭାବେ ସଂଗ୍ରହ ହୋଇପାରେ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆପ୍କୁ କେବଳ ଅଫିସିଆଲ ଆପ୍ ଷ୍ଟୋରରୁ ହିଁ ଡାଉନଲୋଡ୍ କରିବାକୁ ପଡ଼ିବ। ଏହି ସେଟଅପ୍ ପ୍ରକ୍ରିୟାଟା କେବଳ ଥରେ ହିଁ କରିବାକୁ ପଡ଼େ। ମୋବାଇଲ ନମ୍ବରକୁ OTP ଦେଇ ଭେରିଫାଇ କରିବା ପରେ ଆସେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଭାଷା ଚୟନ। ଆଉ ମନେ ରଖିବାକୁ ହେବ, ଏହି ନିଷ୍ପତ୍ତି ଏକଦମ ଫାଇନାଲ, କାରଣ ପରେ ଏହାକୁ ଆଉ ବଦଳେଇ ହେବନି। ଏମିତି କରାଯାଏ କାରଣ ଗଣନାକାରୀ ଯେମିତି ସ୍ଥାନୀୟ ଲୋକଙ୍କ ସହ ସହଜରେ କଥାବାର୍ତ୍ତା କରିପାରିବେ। ଭଲ କଥା, ସେଟଅପ୍ ତ ହୋଇଗଲା। ଏବେ ଚାଲନ୍ତୁ ଦେଖିବା ଗଣନାକାରୀମାନେ ଫିଲ୍ଡକୁ ଗଲାପରେ ଏହି ଆପ୍କୁ କେମିତି ବ୍ୟବହାର କରନ୍ତି। କାମ ଆରମ୍ଭ କରିବା ଆଗରୁ ଗୋଟେ ଶବ୍ଦ ଜାଣିବା ନିହାତି ଦରକାର, HLB। ଏହାର ପୂରା ନାଁ ହେଲା ହାଉସ୍ ଲିଷ୍ଟିଂ ବ୍ଲକ୍। ସରଳ ଭାଷାରେ କହିଲେ ଏହା ହେଉଛି ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳ, ଯେମିତିକି ଗୋଟେ ସାହି କିମ୍ବା କିଛି ଗଳି, ଯାହାର ଦାୟିତ୍ୱ କେବଳ ଜଣେ ଗଣନାକାରୀଙ୍କ ଉପରେ ଥାଏ। ତେବେ ଆପ୍ରେ ଯେଉଁ ହୋମ୍ ସ୍କ୍ରିନ୍ ଅଛି ତାହା ଗଣିକାକାରୀଙ୍କ ପାଇଁ ଗୋଟେ ମିଶନ କଣ୍ଟ୍ରୋଲ ଭଳି କାମ କରେ। ଏଇଠି ତାଙ୍କୁ ଦିଆଯାଇଥିବା HLB ବା ଅଞ୍ଚଳର ସବୁ ସୂଚନା ମିଳିଯାଏ, ଆଉ ଏଇଠୁ ହିଁ ସେ ନିଜ କାମ ଆରମ୍ଭ କରନ୍ତି। ଆଚ୍ଛା, ଏବେ ଆସିଲା ଅସଲ କଥା। ଏବେ ଆମେ ସେହି ପର୍ଯ୍ୟାୟକୁ ଯିବା ଯେଉଁଠି ପ୍ରକୃତ କାମ ହୁଏ। ଘର ଘର ବୁଲି ଆପ୍ ଜରିଆରେ ପ୍ରଶ୍ନ ପଚାରିବା। କୌଣସି ବି ଘରେ ପହଞ୍ଚିବା ପରେ ଗଣନାକାରୀ ସବୁଠୁ ପ୍ରଥମେ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟି ପଚାରନ୍ତି, ଆଉ ସେହି ପ୍ରଶ୍ନର ଉତ୍ତର ହିଁ ତୟ କରେ ଯେ ଆଗକୁ କ'ଣ କରାଯିବ। ଏହି ସେଲ୍ଫ ଏନ୍ୟୁମରେସନ୍ ଆଇଡି ଅର୍ଥାତ୍ ସେଲ୍ଫ ଏନ୍ୟୁମରେସନ୍ ଆଇଡି ଡିଜିଟାଲ ଜନଗଣନାରେ ଗୋଟେ ପ୍ରକାରର ଗେମ୍ ଚେଞ୍ଜର। କାହିଁକି? କାରଣ ଯେଉଁ ପରିବାରମାନେ ଆଗରୁ ହିଁ ଅନଲାଇନ୍ରେ ନିଜ ତଥ୍ୟ ଦେଇସାରିଛନ୍ତି, ତାଙ୍କୁ ଆଉଥରେ ସେହି ସବୁ ପ୍ରଶ୍ନ ପଚାରିବା ଦରକାର ପଡ଼େନି। ଏହାଦ୍ୱାରା ଉଭୟ ଲୋକଙ୍କର ଆଉ ଗଣନାକାରୀଙ୍କର ଦୁହିଁଙ୍କର ବହୁତ ସମୟ ବଞ୍ଚିଯାଏ। ଏଠି ଦେଖିବାକୁ ମିଳେ ଆପ୍ର ଅସଲ କମାଲ, ତାର ସ୍ମାର୍ଟ ଲଜିକ୍। ଉଦାହରଣ ପାଇଁ ଦେଖନ୍ତୁ, ଯଦି କୌଣସି ଘରକୁ ସ୍କୁଲ ବୋଲି ଚିହ୍ନଟ କରାଗଲା, ତାହେଲେ ପରିବାର ବିଷୟରେ ଥିବା ସବୁ ପ୍ରଶ୍ନ ଆପେ ଆପେ ସ୍କିପ୍ ହୋଇଯାଏ। ଏହି ସ୍ମାର୍ଟ ଲଜିକ୍ ପାଇଁ ପୂରା ପ୍ରକ୍ରିୟାଟା ବହୁତ ଜଲ୍ଦି ଆଉ ସଠିକ୍ ଭାବେ ହୋଇଯାଏ। ତଥ୍ୟ ସଂଗ୍ରହ କରିବା ମାନେ ନୁହେଁ ଯେ କାମ ସରିଗଲା। ଏଇଟା ତ ଖାଲି ଅଧା କାମ। ଏହାପରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ସଂଗ୍ରହ କରାଯାଇଥିବା ତଥ୍ୟର ସଠିକତା ଆଉ ସୁରକ୍ଷାକୁ ନିଶ୍ଚିତ କରିବା। ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଏକ ବହୁତ ଭଲ ବ୍ୟବସ୍ଥା ଅଛି। ଦେଖନ୍ତୁ, ଯେତେବେଳେ ପର୍ଯ୍ୟନ୍ତ ତଥ୍ୟ ମୁଖ୍ୟ ସର୍ଭରକୁ ସିଙ୍କ୍ ହୋଇନି, ସେତେବେଳେ ପର୍ଯ୍ୟନ୍ତ ଗଣନାକାରୀ ସହଜରେ ତାକୁ ବଦଳାଇ ପାରିବେ। କିନ୍ତୁ ଥରେ ଡାଟା ସିଙ୍କ୍ ହୋଇଗଲା, ତାପରେ କିଛି ବି ପରିବର୍ତ୍ତନ କରିବାକୁ ହେଲେ ସୁପରଭାଇଜରଙ୍କ ଅନୁମତି ଦରକାର। ଏହାଦ୍ୱାରା ତଥ୍ୟର ସଠିକତା ବଜାଇ ରହେ। ଆଉ ଏହା ହେଉଛି ଜଣେ ଗଣନାକାରୀଙ୍କର ଶେଷ କାମ। ସବୁ ଘର ଗଣା ସରିଲା ପରେ ଆଉ ତଥ୍ୟ ସିଙ୍କ୍ ହେଲା ପରେ ସେ ଡିଜିଟାଲ ଭାବେ ସ୍ୱାକ୍ଷର କରନ୍ତି। ଏହା ସହିତ ସେହି ନିର୍ଦ୍ଦିଷ୍ଟ HBB ବା ଅଞ୍ଚଳରେ ତାଙ୍କ କାମ ଆନୁଷ୍ଠାନିକ ଭାବେ ସମାପ୍ତ ହୁଏ। କିନ୍ତୁ କାହାଣୀ ଏତିକିରେ ସରେନି। ଗଣନାକାରୀ କାମ ସାରିଦେଲେ ମାନେ ସବୁ ଠିକ୍ ହୋଇଗଲା ତା ନୁହେଁ। ଏହାପରେ ଆସେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତର, ଯାହା ତଥ୍ୟର ସଠିକତାକୁ ଯାଞ୍ଚ କରେ, ଆଉ ତାହା ହେଉଛି ସୁପରଭାଇଜରଙ୍କ ଭୂମିକା। ଏଇଟାକୁ ଆପଣ ଗୋଟେ ଟିମ୍ ୱାର୍କ ଭଳି ଭାବିପାରିବେ। ଗୋଟିଏ ପଟେ ଗଣନାକାରୀ ଯିଏ ତଥ୍ୟ ସଂଗ୍ରହ କରନ୍ତି, ଆଉ ଅନ୍ୟପଟେ ସୁପରଭାଇଜର ଯିଏ ସେହି ତଥ୍ୟକୁ ଯାଞ୍ଚ କରି ତାର କ୍ୱାଲିଟିକୁ ନିଶ୍ଚିତ କରନ୍ତି। ଦୁହେଁ ମିଶିଲେ ଯାଇ କାମଟା ସଠିକ୍ ଭାବେ ସମ୍ପୂର୍ଣ୍ଣ ହୁଏ। ଆଉ ସୁପରଭାଇଜରଙ୍କ ଫିଡବ୍ୟାକ୍ ସିଷ୍ଟମଟା ବହୁତ ପ୍ରଭାବଶାଳୀ। ଯଦି ସେ କୌଣସି ଭୁଲ ଦେଖନ୍ତି, ତେବେ ସିଧା ଆପ୍ରେ ଗୋଟେ କମେଣ୍ଟ ଦିଅନ୍ତି।
ଆଉ ସାଙ୍ଗେ ସାଙ୍ଗେ ଗଣନାକାରୀଙ୍କ ପାଖକୁ ଗୋଟେ SMS ଚାଲିଯାଏ। ସେଥିରେ କେଉଁ ଘରର କେଉଁ ଲାଇନ୍ରେ ଆଉ କ'ଣ ଠିକ୍ କରିବାର ଅଛି ସବୁକିଛି ସ୍ପଷ୍ଟ ଭାବେ ଲେଖାଥାଏ। ଏହାଦ୍ୱାରା ଭୁଲ ସୁଧାରିବା ବହୁତ ସହଜ ହୋଇଯାଏ। ଆଉ ଶେଷରେ ଆସନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ଉପରେ ନଜର ପକାଇବା। ଏଗୁଡ଼ିକ ହେଉଛି ସେହି ସବୁ ଡୁଜ୍ ଆଣ୍ଡ ଡୋଣ୍ଟସ୍ ଯାହା ତଥ୍ୟକୁ ସୁରକ୍ଷିତ ରଖେ ଆଉ ପୁରା କାମଟାକୁ ସୁରୁଖୁରୁରେ ଚଳାଇବାରେ ସାହାଯ୍ୟ କରେ। ଏହିଟା ହେଉଛି ସବୁଠୁ ବଡ଼ ଆଉ ଗୁରୁତ୍ୱପୂର୍ଣ୍ଣ ନିୟମ। ମନେ ରଖନ୍ତୁ, ଡାଟା ସିଙ୍କ୍ ନ ହେବା ପର୍ଯ୍ୟନ୍ତ ତାହା କେବଳ ଫୋନ୍ରେ ହିଁ ଥାଏ, କେନ୍ଦ୍ରୀୟ ସର୍ଭରରେ ନୁହେଁ। ତେଣୁ ଭଗବାନ ନ କରନ୍ତୁ ଯଦି ଫୋନ୍ଟା ହଜିଗଲା କିମ୍ବା ଖରାପ ହୋଇଯାଇଥିଲା, ତାହେଲେ ସବୁ ପରିଶ୍ରମ ପାଣିରେ। ସେଥିପାଇଁ ନିୟମିତ ଭାବେ ଡାଟା ସିଙ୍କ୍ କରିବା ନିହାତି ଜରୁରୀ। ତେବେ ଆସନ୍ତୁ କିଛି ମୁଖ୍ୟ ନିୟମକୁ ଶୀଘ୍ର ଦୋହରାଇ ନେବା। ପ୍ରଥମତଃ, ପ୍ରତିଦିନ କାମ ଶେଷରେ ଡାଟା ସିଙ୍କ୍ କରିବା ଜରୁରୀ। ଦ୍ୱିତୀୟରେ, ପାସୱାର୍ଡ କିମ୍ବା ପିନ୍ କେବେ ବି ଭୁଲିବା ଉଚିତ ନୁହେଁ। ତୃତୀୟରେ, ଭାଷା ବାଛିବା ବେଳେ ସାବଧାନ ରହିବା ଦରକାର, କାରଣ ଏହା ବଦଳିବା ନାହିଁ। ଆଉ ହଁ, ସବୁବେଳେ ମନେ ରଖିବାକୁ ହେବ ଯେ ସୁପରଭାଇଜରମାନେ ସିଙ୍କ୍ ହୋଇଥିବା କାମକୁ ଯାଞ୍ଚ କରିବେ। ତେବେ ଏହି ସବୁ ଟେକ୍ନିକାଲ ପ୍ରକ୍ରିୟା ପଛରେ ଗୋଟେ ବଡ଼ ଉଦ୍ଦେଶ୍ୟ ଲୁଚି ରହିଛି। ପ୍ରତିଟି ଟ୍ୟାପ୍ ଆଉ ପ୍ରତିଟି ସିଙ୍କ୍ ସହିତ ଆମ ଦେଶର ଗୋଟେ ଡିଜିଟାଲ କାହାଣୀ ଲେଖା ହେଉଛି। ଏଗୁଡ଼ିକୁ କେବଳ ସଂଖ୍ୟା ନୁହେଁ, ବରଂ ଆମ ଦେଶର ବିକାଶ, ଆବଶ୍ୟକତା ଆଉ ଭବିଷ୍ୟତର ପ୍ରତିଛବି। ତେବେ ପ୍ରଶ୍ନ ଉଠୁଛି, ଏଥରର ଏହି ଡିଜିଟାଲ ଜନଗଣନାର ତଥ୍ୟ ଆମକୁ ଆମ ଦେଶ ବିଷୟରେ କେଉଁ ନୂଆ କାହାଣୀ ଶୁଣାଇବ?